କିଛି ଲୋକଙ୍କ ସହିତ ଏମିତି ଭଲ ପାଇବା ହେଇଯାଏ ଯେ ସେ ଆମ ସହିତ ଛଳନା କରୁଛନ୍ତି ଜାଣିଲା ପରେ ମଧ୍ୟ ତାଙ୍କ ସହିତ ଭଲ ପାଇବା କମିନଥାଏ। ଯେ କେବଳ ବହି ପଢ଼ି ନାନାବିଧ ଜ୍ଞାନ ଅର୍ଜନ କରିବାକୁ ଶିକ୍ଷା କହିହେବ ନାହିଁ। ତାହା ହିଁ ପ୍ରକୃତ ଶିକ୍ଷା, ଯାହାଦ୍ୱାରା ଇଚ୍ଛା ଓ ବାସନାକୁ ନିଜର ଆୟତ୍ତାଧୀନ କରିହୁଏ। ଜୀବନରେ ଏକା ରହିବା କଷ୍ଟ ହୋଇନଥାଏ। ଏହି ଜଣେ ଯଦି ସାଥୀ ହୋଇ ଅଧା ବାଟରେ ହାତ ଛାଡ଼ିଦିଏ ତେବେ ବହୁତ କଷ୍ଟ ହୁଏ। ନିଜ ପରିବାରରେ ଅପ୍ରିୟ ହୋଇ ବାହାର ଲୋକଙ୍କ ପ୍ରିୟପାତ୍ର ହେବାର କୌଣସି ମୂଲ୍ୟ ନଥାଏ। କାରଣ ଅସୁବିଧା ବେଳେ ବାହାର ଲୋକେ ମଜା ଦେଖୁଥିବା ବେଳେ ପରିବାର ଲୋକେ ହିଁ ସାହାଯ୍ୟ କରିଥାନ୍ତି। ଏହା ଅକାଟ୍ୟ ସତ୍ୟ। କାହାକୁ ଫରକ ପଡ଼େନି ଆପଣ କେଉଁ ପରିସ୍ଥିତି ଦେଇ ଗତି କରୁଛନ୍ତି ବା କେତେ କଷ୍ଟରେ ଜୀବନ କାଟୁଛନ୍ତି। ତେଣୁ କାହାରି କଥାକୁ ଧ୍ୟାନ ନ ଦେଇ ନିଜ ହିସାବରେ ପରିସ୍ଥିତିକୁ ସୁଧାରିବାକୁ ଚେଷ୍ଟା କରନ୍ତୁ। ବିଦ୍ୟାହୀନ ଲୋକର ଜୀବନ, ବନ୍ଧୁ ବାନ୍ଧବହୀନ ଲୋକର ସମସ୍ତ ଦିଗ, ପୁତ୍ର ନଥିବା ଲୋକର ଗୃହ ଶୂନ୍ୟ ବୋଲି ବିବେଚିତ ହୋଇଥାଏ। ଏସବୁ କିଛି ନଥିବା ଲୋକ ପକ୍ଷରେ ସଂସାର ଶୂନ୍ୟ ବୋଲି ମନେ ହୁଏ। ସର୍ବବିଧ ଶୂନ୍ୟତାକୁ ଦାରିଦ୍ର୍ୟ କୁହାଯାଏ। ବିଦ୍ୟାକୁ ବାରମ୍ବାର ଅଭ୍ୟାସ ନ କଲେ ତାହା ବିଷତୁଲ୍ୟ ପରି ମନେ ହୁଏ। ଅଜୀର୍ଣ୍ଣ ରୋଗୀ ପକ୍ଷରେ ଭୋଜନ ବିଷତୁଲ୍ୟ, ଦରିଦ୍ର ପକ୍ଷରେ ବହୁ କୁଟୁମ୍ବ ବିଶିଷ୍ଟ ପରିବାର ଓ ବୃଦ୍ଧ ପକ୍ଷରେ ଯୁବତୀ ନାରୀ ବିଷତୁଲ୍ୟ। ଜୟ ଶ୍ରୀ ଜଗନ୍ନାଥ।